ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ରେଖା ଗୁପ୍ତା। ନୂଆଦିଲ୍ଲୀଠାରେ ସୋଲ୍ ଲିଡରସିପ୍ ସମ୍ମିଳନୀକୁ ଆସନ୍ତାକାଲି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। G20 ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ପାଇଁ ଆଜିଠାରୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ମହାକୁମ୍ଭମେଳା ଅବସରରେ ଆଧ୍ୟାତ୍ମିକ ଓ ସଂସ୍କୃତି ଉପରେ ଆଧାରିତ ଆଲୋଚନାଚକ୍ର ଅନୁଷ୍ଠିତ ଏବଂ ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାରେ ଭାରତ ଆଜି ଆରମ୍ଭ କରିବ ଅଭିଯାନ। ଦୁବାଇଠାରେ ବାଂଲାଦେଶ ବିପକ୍ଷରେ ଖେଳିବ ପ୍ରଥମ ମ୍ୟାଚ୍। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ରେଖା ଗୁପ୍ତା ଆଜି ଶପଥ ଗ୍ରହଣ କରିବେ। ରାମଲୀଳା ମଇଦାନଠାରେ ଅପରାହ୍ନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ରେଖା ଗୁପ୍ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ପାଖାପାଖି 20ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଯୋଗ ଦେଉଛନ୍ତି। ନୂଆଦିଲ୍ଲୀଠାରେ ଗତ ସନ୍ଧ୍ୟାରେ ଅନୁଷ୍ଠିତ ଦିଲ୍ଲୀ ନବନିର୍ବାଚିତ ବିଜେପି ବିଧାୟକ ଦଳ ବୈଠକରେ ନେତା ଭାବେ ରେଖା ଗୁପ୍ତାଙ୍କ ନାମ ଘୋଷଣା କରାଯାଇଥିଲା। ଶାଲିମାରବାଗ ଆସନରୁ ସେ ବିଜୟୀ ହୋଇଛନ୍ତି। 1992 ମସିହାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦୌଲତରାମ ମହାବିଦ୍ୟାଳୟରେ ଏବିଭିପିର ସଦସ୍ୟ ଭାବେ ନିଜର ରାଜନୈତିକ ଜୀବନ ସେ ଆରମ୍ଭ କରିଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦର ମଧ୍ୟ ସଭାପତି ଭାବେ ସେ ନିର୍ବାଚିତ ହୋଇଥିଲେ। ରେଖା ଗୁପ୍ତା ଦିଲ୍ଲୀ ବିଜେପି ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ନେତା ନିର୍ବାଚିତ ହେବା ପରେ ଶ୍ରୀମତୀ ଗୁପ୍ତା ଉପରାଜ୍ୟପାଳ ବିନୟ କୁମାର ସାକ୍ସେନାଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି। ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ନାମ ଘୋଷଣା ହେବା ପରେ ଶ୍ରୀମତୀ ଗୁପ୍ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଓ ଦଳୀୟ କର୍ମକର୍ତ୍ତା ଶୁଭେଚ୍ଛା ଜଣାଇଛନ୍ତି। ବିଦାୟୀ ମୁଖ୍ୟମନ୍ତ୍ରୀ ଆତିଶି ଏବଂ ଆପ୍ ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ରେଖା ଗୁପ୍ତାଙ୍କୁ ନୂତନ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ସୁଷମା ସ୍ୱରାଜ, ଶିଲା ଦୀକ୍ଷିତ ଏବଂ ଆତିଶିଙ୍କ ପରେ ଶ୍ରୀମତୀ ଗୁପ୍ତା ହେବେ ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ। ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱାଧୀନ ଆପ୍ର 10 ବର୍ଷ ଶାସନର ଅନ୍ତ ଘଟାଇ ବିଜେପି 26 ବର୍ଷ ପରେ ଦିଲ୍ଲୀରେ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀଠାରେ ସୋଲ୍ ଲିଡରସିପ୍ ସମ୍ମିଳନୀକୁ ଉଦ୍ଘାଟନ କରିବେ। ଭାରତ ମଣ୍ଡପମ୍ଠାରେ ସମ୍ମିଳନୀର ପ୍ରଥମ ସଂସ୍କରଣ ଆସନ୍ତାକାଲି ଆରମ୍ଭ ହେବ। ଏହି ଦୁଇଦିନିଆ ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ ଭୁଟାନ ପ୍ରଧାନମନ୍ତ୍ରୀ ଦାସୋ ସେରିଙ୍ଗ୍ ତୋବଗେ ଯୋଗଦେଇ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ରାଜନୀତି, କ୍ରୀଡ଼ା, କଳା ଓ ଗଣମାଧ୍ୟମ, ଆଧ୍ୟାତ୍ମିକ ଦୁନିଆ, ସାର୍ବଜନୀନ ନୀତି, ବ୍ୟବସାୟ ଏବଂ ସାମାଜିକ କ୍ଷେତ୍ର ଭଳି ବିଭିନ୍ନ କ୍ଷେତ୍ରରେ ଏହି ସମ୍ମିଳନୀରେ ମତ ବିନିମୟ ହେବ। ଯୁବବର୍ଗଙ୍କୁ ଏହି ସମ୍ମିଳନୀ ପ୍ରେରଣା ଯୋଗାଇବା ସହ ଚିନ୍ତାଶୀଳ ନେତୃତ୍ୱର ଇକୋସିଷ୍ଟମକୁ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର G20 ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ପାଇଁ ଆଜିଠାରୁ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ଗସ୍ତରେ ଯିବେ। ଦକ୍ଷିଣ ଆଫ୍ରିକାର ଆନ୍ତର୍ଜାତିକ ସମ୍ପର୍କ ସହଯୋଗ ମନ୍ତ୍ରୀ ରୋନାଲ୍ଡ ଲାମୋଲାଙ୍କ ନିମନ୍ତ୍ରଣ କ୍ରମେ ଡକ୍ଟର ଜୟଶଙ୍କର ଏହି ଗସ୍ତରେ ଯାଉଛନ୍ତି। ଡକ୍ଟର ଜୟଶଙ୍କରଙ୍କର ଏହି ଗସ୍ତ G20 ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହ ଭାରତର ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ସଦସ୍ୟ ରାଷ୍ଟ୍ରଙ୍କ ବୈଦେଶିକ ମନ୍ତ୍ରୀଙ୍କ ସହ ଡକ୍ଟର ଜୟଶଙ୍କର ଏହି ଗସ୍ତ ଅବସରରେ ଦ୍ୱିପାକ୍ଷିକ ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆନ୍ତର୍ଜାତିକ ସାମୁଦ୍ରିକ ସଂଗଠନ IMOର ମହାସଚିବ ଆର୍ସେନିଓ ଡୋମିଙ୍ଗେଜ୍ ଗତକାଲି ଜବାହରଲାଲ ନେହେରୁ ବନ୍ଦର କର୍ତ୍ତୃପକ୍ଷ ଏବଂ ମୁମ୍ବାଇସ୍ଥିତ ଭାରତୀୟ ନାବିକ ହୋମ୍ ସୋସାଇଟି ପରିଦର୍ଶନ କରିଛନ୍ତି। ଶ୍ରୀ ଡୋମିଙ୍ଗେଜ୍ଙ୍କ ଭାରତକୁ 3 ଦିନିଆ ସରକାରୀ ଗସ୍ତର ଏହା ଏକ ଅଂଶବିଶେଷ ଥିଲା। ଜବାହରଲାଲ ନେହେରୁ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ପରିଚାଳନାଗତ ସମସ୍ୟା ଏବଂ ସ୍ଥାୟୀ ବନ୍ଦର ବିକାଶର ସୁଯୋଗ ଉପରେ ଶ୍ରୀ ଡୋମିଙ୍ଗେଜ୍ ଆଲୋଚନା କରିଥିଲେ। ବନ୍ଦର କାର୍ଯ୍ୟରେ ସ୍ଥାୟିତ୍ୱକୁ ପ୍ରୋତ୍ସାହିତ କରିବା, ପରିଚାଳନାଗତ ଆହ୍ୱାନର ଅଭିନବ ସମାଧାନ ବାହାର କରିବା ଏବଂ ପରିବେଶ ଦୃଷ୍ଟିରୁ ସୁଦୃଢ଼ ସାମୁଦ୍ରିକ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ନେଇ ଆଲୋଚନା ହୋଇଛି। ସବୁଜ ଜାହାଜ ଚଳାଚଳକୁ ପ୍ରୋତ୍ସାହନ ପ୍ରଦାନ କରିବା ଏବଂ ସାମୁଦ୍ରିକ ସ୍ଥାୟିତ୍ୱ ବୃଦ୍ଧି କରିବା ଦିଗରେ ଆନ୍ତର୍ଜାତିକ ସାମୁଦ୍ରିକ ସଂଗଠନର ବ୍ୟାପକ ଦୃଷ୍ଟିକୋଣକୁ ଶ୍ରୀ ଡୋମିଙ୍ଗେଜ୍ଙ୍କ ଗସ୍ତ ସମନ୍ୱିତ କରିବାର ଆଶା କରାଯାଇଛି। ଏହା ପୂର୍ବରୁ ଶ୍ରୀ ଡୋମିଙ୍ଗେଜ୍ ସାମୁଦ୍ରିକ ଇତିହାସରେ ଭାରତୀୟ ନାବିକଙ୍କ ତ୍ୟାଗ ଏବଂ ଅବଦାନକୁ ସ୍ୱୀକୃତି ସ୍ୱରୂପ ସିଫର୍ସ ଯୁଦ୍ଧ ସ୍ମାରକୀଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛି ଦେଶର ହାଇ ଫ୍ରିକ୍ୱେନ୍ସି ଇଣ୍ଡିକେଟର ଅର୍ଥନୈତିକ ଗତିବିଧିର କ୍ରମାଗତ ବୃଦ୍ଧିକୁ ସୂଚିତ କରୁଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ମାସିକ ତଥ୍ୟରେ ଏହା ଉଲ୍ଲେଖ କରାଯାଇଛି। ଆସନ୍ତା ଆର୍ଥିକ ବର୍ଷ ବଜେଟ୍ରେ ଘରୋଇ ଆୟ ଏବଂ ଉପଭୋକ୍ତା ବୃଦ୍ଧି ପାଇଁ ପଦକ୍ଷେପ ସହିତ କ୍ୟାପେକ୍ସ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିବାରୁ ବିତ୍ତୀୟ ସୁଦୃଢ଼ୀକରଣ ଏବଂ ଅଭିବୃଦ୍ଧି ଲକ୍ଷ୍ୟକୁ ଏହା ସନ୍ତୁଳିତ କରିପାରିଛି। ମୁଖ୍ୟତଃ ପନିପରିବା ଦରରେ ହ୍ରାସ ଯୋଗୁଁ ଜାନୁଆରୀ ମାସରେ ଖୁଚୁରା ମୁଦ୍ରାସ୍ଫୀତି 5 ମାସର ସର୍ବନିମ୍ନ ସ୍ତରରେ ରହିଥିଲା। ବିଶ୍ୱ ବାଣିଜ୍ୟ ଏବଂ ଭୂ ରାଜନୈତିକ ଦୃଶ୍ୟପଟକୁ ନେଇ ଘରୋଇ ଅନିଶ୍ଚିତ ଇକ୍ୱିଟି ବଜାର ଉପରେ ପ୍ରଭାବ ପଡ଼ିଛି ବୋଲି ଏହି ତଥ୍ୟରେ ଉଲ୍ଲେଖ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରୟାଗରାଜ ମହାକୁମ୍ଭ ମେଳା ଅବସରରେ ଆଧ୍ୟାତ୍ମିକ ଏବଂ ସଂସ୍କୃତି ଉପରେ ଆଧାରିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ମହାକୁମ୍ଭ ସଂଳାପ ଭାରତର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟ ଶୀର୍ଷକ ଏହି ଆଲୋଚନାଚକ୍ରରେ ୟୁନେସ୍କୋ, ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ପ୍ରତିନିଧି ଏବଂ ଶିକ୍ଷାବିତ୍ ଅଂଶଗ୍ରହଣ କରିଥିଲେ। ମହାକୁମ୍ଭର ମହତ୍ତ୍ୱ ଉପରେ ଏଥିରେ ଆଲୋକପାତ କରାଯାଇଥିଲା। ଆମ ପ୍ରତିନିଧିଙ୍କ ପାଖରୁ ମିଳିଥିବା ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମକୁ ୟୁନେସ୍କୋର ଦକ୍ଷିଣ ଏସିଆ ଆଞ୍ଚଳିକ ନିର୍ଦ୍ଦେଶକ ଟିମ୍ କର୍ଟିସ୍ ଏବଂ ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର ହେରମ୍ବ ଚତୁର୍ବେଦୀ ଉଦ୍ଘାଟନ କରିଥିଲେ। ଉତ୍ତରପ୍ରଦେଶ ସଂସ୍କୃତି ବିଭାଗ ଏବଂ ପ୍ରୟାଗରାଜ ମହାକୁମ୍ଭ ମେଳା କର୍ତ୍ତୃପକ୍ଷଙ୍କ ଆନୁକୂଲ୍ୟରେ ଏହି ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା। ଓଡ଼ିଶାର ଭୁବନେଶ୍ୱରସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଜଣେ ନେପାଳୀ ଛାତ୍ରୀଙ୍କର ଆତ୍ମହତ୍ୟା ମାମଲାରେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଏହି ଆତ୍ମହତ୍ୟା ଘଟଣା ପରେ ନୂଆଦିଲ୍ଲୀସ୍ଥିତ ନେପାଳ ଦୂତାବାସରୁ ଭୁବନେଶ୍ୱର ଆସିଥିବା ସଞ୍ଜୀବ ଦାସ ଶର୍ମା ଏବଂ ନବୀନ ଦାସ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଏହି ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି ମୃତ ଛାତ୍ରୀଙ୍କ ପ୍ରତି ସରକାର ଉଚିତ ନ୍ୟାୟ ପ୍ରଦାନ କରିବା ସହିତ ସେହି ବିଶ୍ୱବିଦ୍ୟାଳୟ ପରିସରରେ ଶାନ୍ତି ଏବଂ ସ୍ୱାଭାବିକ ଅବସ୍ଥା ଫେରାଇ ଅଣାଯିବା ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏତଦ୍ବ୍ୟତୀତ ନେପାଳୀ ଛାତ୍ରଛାତ୍ରୀମାନେ ଫେରିଆସି ପୂର୍ବଭଳି ସେମାନଙ୍କର ପାଠପଢ଼ା ଜାରି ରଖିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହ୍ୱାନ ଦେଇଛନ୍ତି। ଇତିମଧ୍ୟରେ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଲାଗି ରାଜ୍ୟ ସରକାର ରାଜ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଇସ୍ରାଏଲ୍ର 4 ଜଣ ମୃତ ପଣବନ୍ଦୀଙ୍କ ତାଲିକା ଗାଜା ପକ୍ଷରୁ ହସ୍ତାନ୍ତର କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ କହିଛି, ଆଇଡିଏଫ୍ର ପ୍ରତିନିଧିଙ୍କ ମାଧ୍ୟମରେ ମୃତ ପଣବନ୍ଦୀଙ୍କ ପରିବାରକୁ ସୂଚନା ପ୍ରଦାନ କରାଯାଇଛି। ଏହି ପଣବନ୍ଦୀଙ୍କ ମର ଶରୀରକୁ ଆଜି ଗାଜା ପକ୍ଷରୁ ଇସ୍ରାଏଲ୍କୁ ହସ୍ତାନ୍ତର କରାଯିବ। ପଣବନ୍ଦୀଙ୍କ ମୃତ୍ୟୁ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଗଭୀର ଦୁଃଖ ପ୍ରକାଶ କରି କହିଛନ୍ତି, ଦେଶ ପାଇଁ ଆଜିର ଦିନଟି ଅତ୍ୟନ୍ତ କଷ୍ଟକର। ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଭାରତ ତା'ର ଅଭିଯାନ ଆରମ୍ଭ କରିବ। ଦୁବାଇଠାରେ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ରେ ବାଂଲାଦେଶ ବିପକ୍ଷରେ ଭାରତ ମ୍ୟାଚ୍ ଖେଳିବ। ଭାରତୀୟ ସମୟ ଅପରାହ୍ନ 2:30ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଅନ୍ୟପକ୍ଷରେ ଗତକାଲିର ଉଦ୍ଘାଟନୀ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ପାକିସ୍ତାନ ବିପକ୍ଷରେ ବିଜୟୀ ହୋଇଛି। ଟସ୍ ଜିତି ପାକିସ୍ତାନ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 50 ଓଭରରେ 5 ୱିକେଟ୍ ବିନିମୟରେ 320 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଟମ୍ ଲାଥାମ୍ 118 ଏବଂ ୱିଲ୍ ୟଙ୍ଗ 107 ରନ୍ର ପାଳି ଖେଳିଥିଲେ। 321 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ପାକିସ୍ତାନ 47 ଓଭର 2ଟି ବଲ୍ରେ ସମସ୍ତ ୱିକେଟ୍ ହରାଇ 260 ରନ୍ କରିବାକୁ ସକ୍ଷମ ହୋଇଥିଲା। ଟମ୍ ଲାଥମ୍ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ ପ୍ରତିଯୋଗିତାର ଗତକାଲିର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟୀ ହୋଇଛି। ବଦୋଦରା କୋଟାମ୍ବି ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଦିଲ୍ଲୀ ୟୁପି ୱାରିୟର୍ସକୁ 7 ୱିକେଟ୍ରେ ପରାସ୍ତ କରିଛି। ଦିଲ୍ଲୀ ଟସ୍ ଜିତି ୟୁପିକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ୟୁପି ୱାରିୟର୍ସ ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ବିନିମୟରେ 166 ରନ୍ ସଂଗ୍ରହ କରିଥିଲା। 167 ରନ୍ର ବିଜୟ ଲକ୍ଷ୍ୟକୁ ଦିଲ୍ଲୀ 3 ୱିକେଟ୍ ବିନିମୟରେ ହାସଲ କରିନେଇଥିଲା। ସଦରଲ୍ୟାଣ୍ଡ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଏଫ୍ଆଇଏଚ୍ ପ୍ରୋ ହକି ଲିଗ୍ ପ୍ରତିଯୋଗିତାର ଗତକାଲି ପୁରୁଷ ବର୍ଗରେ ଭାରତ ବିଜୟ ହାସଲ କରିଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ 1-0 ଗୋଲ୍ରେ ଜର୍ମାନୀକୁ ପରାସ୍ତ କରିଛି। ଅନ୍ୟ ଏକ ମ୍ୟାଚ୍ରେ ସ୍ପେନ୍ ଇଂଲଣ୍ଡ ବିପକ୍ଷରେ 4-1 ଗୋଲ୍ରେ ବିଜୟୀ ହୋଇଛି। ମହିଳା ବର୍ଗରେ ସ୍ପେନ୍ 1-0 ଗୋଲ୍ରେ ଭାରତକୁ ପରାସ୍ତ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ରେଖା ଗୁପ୍ତା। ନୂଆଦିଲ୍ଲୀଠାରେ ସୋଲ୍ ଲିଡରସିପ୍ ସମ୍ମିଳନୀକୁ ଆସନ୍ତାକାଲି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। G20 ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ପାଇଁ ଆଜିଠାରୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ମହାକୁମ୍ଭ ମେଳା ଅବସରରେ ଆଧ୍ୟାତ୍ମିକ ଓ ସଂସ୍କୃତି ଉପରେ ଆଧାରିତ ଆଲୋଚନାଚକ୍ର ଅନୁଷ୍ଠିତ ଏବଂ ଆଇସିସି ଚାମ୍ପିୟନ୍ସ ଟ୍ରଫି କ୍ରିକେଟ୍ ପ୍ରତିଯୋଗିତାର ଭାରତ ଆଜି ଆରମ୍ଭ କରିବ ଅଭିଯାନ। ଦୁବାଇଠାରେ ବାଂଲାଦେଶ ବିପକ୍ଷରେ ଖେଳିବ ପ୍ରଥମ ମ୍ୟାଚ୍।
ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।